ବୋକା ଭାବିଛୁ ଚାଲି ଆସିଲା ମୋ ଘର ଭାଙ୍ଗିବା ପାଇଁ। ମୋର ଭୁଲ ହେଇଗଲା, ମତେ ଛାଡ଼ିଦେ ଚଢ଼େଇ। ପୁଣି ଥରେ ମାଡ଼ ଖାଇ କାଉ ତା ଘରକୁ ଫେରିଲା। ମୁଁ ଆଉ କେବେ ବି ତୋ କଥା ମାନିବିନି। ତୋ କହିବା କାମ ମୁଁ ଆଉ କେବେ କରିବିନି। ତମେ ଗୋଟେ ଅପଦାର୍ଥ, ତମ ଦ୍ୱାରା କିଛି କାମ ହେବନି। ମୁଁ ବି ଆଉ ତମକୁ କାମ କରିବାକୁ କହିବିନି। ଏବେ ଯାହା କରିବା କଥା ମୁଁ ନିଜେ କରିବି। ଏମିତି କିଛି ଦିନ ବିତିଗଲା। ଦିନେ କାଉର ସ୍ତ୍ରୀ ଚଢ଼େଇ ଘରକୁ ଆସିଲା। ଚଢ଼େଇ ସେତେବେଳେ ଗ୍ୟାସରେ ଖାଇବା ରାନ୍ଧୁଥିଲା। ଚଢ଼େଇ ଯା ଯା, ଶୀଘ୍ର ତ ଘରକୁ ଯା। କଣ ହେଇଛି ତୁ ଏମିତି ଅସ୍ଥିର ହେଇ ଘରକୁ ଯିବା କଥା କହୁଛୁ ଯେ? ଚଢ଼େଇ ମୁଁ ଏବେ ଶୁଣିଲି ତୋ ମାର ଦେହ ଭୀଷଣ ଖରାପ। ଯା ଶୀଘ୍ର ତ ମାକୁ ଦେଖିବୁ, ନହେଲେ କେତେବେଳେ ଯେ କଣ ହେଇଯିବ। ମାର ଦେହ ଖରାପ ଶୁଣି ଚଢ଼େଇ ତରତର ହେଇ ନିଜ ଛୁଆକୁ ଧରି ତା ମାକୁ ଦେଖା କରିବା ପାଇଁ ଚାଲିଗଲା। ସେ